ଆଜି ମୋ ମା ସହ କଥା ହଉ ହଉ ମୋ ମା କହିଲା, ଏଇ ଏତେ ରାଗୁଛୁ କ'ଣ? ଝିଅ ରାଗିଲେ ନୁହଁ, ଶାନ୍ତ ରହିଲେ ଭଲ ଲାଗେ। ଝିଅ କହିଲେ ନୁହଁ, ସହିଲେ ଭଲ ଲାଗେ। ଆଉ ଦିନେ ମୋ ଶାଶୁ ବି କହିଥିଲେ, ରାଗ ଛାଡ଼ି ସହିବା ଶିଖ। ସହି ଜାଣିଲେ ଘର ବଢ଼ିବ। ଗୋଟେ ସ୍ତ୍ରୀର ଅସ୍ତିତ୍ୱ ତା ସ୍ୱାମୀ ବିନା କିଛି ବି ନୁହଁ। ଗୋଟେ ସ୍ତ୍ରୀ ଲତା ସହ ସମାନ। କ'ଣ ସତରେ ଗୋଟେ ନାରୀର ଅସ୍ତିତ୍ୱ ତା ପୁରୁଷ ବିନା କିଛି ବି ନୁହଁ? କ'ଣ ସତରେ ସହିବା, ପରିବାର ପାଇଁ ନିଜକୁ ଉତ୍ସର୍ଗ କରିଦେବା, ସମସ୍ତଙ୍କ ମନ ଜିଣି ରହିବା, ସମ୍ପର୍କର ଡୋରିକୁ ଜାବୁଡ଼ି ଧରିବା ଖାଲି କେବଳ ଗୋଟେ ନାରୀର କର୍ତ୍ତବ୍ୟ? ଆଉ ପୁରୁଷ କ'ଣ ନାରୀ ବିନା ସମ୍ପୂର୍ଣ୍ଣ? ମୋ ମତରେ ନାରୀ ଓ ପୁରୁଷ ଦୁହିଁ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ଦୁହିଁ ଦୁହିଁଙ୍କର ପରିପୂରକ, ଆଉ ଦୁହିଁ ଦୁହିଁଙ୍କ ବିନା ଅସମ୍ପୂର୍ଣ୍ଣ। ସମ୍ପର୍କର ଡୋରି କେବଳ ନାରୀ ନୁହଁ, ପୁରୁଷକୁ ବି ଜାବୁଡ଼ି ଧରିବାକୁ ପଡ଼ିବ। ଘର ପରିବାର କେବଳ ନାରୀ ନୁହଁ, ପୁରୁଷର ଦାୟିତ୍ୱ, ପୁରୁଷର ଧର୍ମ, ପୁରୁଷର କର୍ତ୍ତବ୍ୟ ସେଠି ସର୍ବୋପରି ହୋଇଥାଏ। ଆଉ ଆଜିର ନାରୀ ସହିଲେ ନୁହଁ, କହି ଶିଖିଲେ ଭଲ ଲାଗେ। ଆଜିର ନାରୀ ପଞ୍ଜୁରୀ ଭିତରେ ନୁହଁ, ଖୋଲା ଆକାଶରେ ଉଡ଼ି ବୁଲିଲେ ଭଲ ଲାଗେ। ନାରୀ ଆଉ ଲତା ହୋଇନାହିଁ, ଝଡ଼ ଝଞ୍ଜାକୁ ସାମ୍ନା କରି ଶକ୍ତ ବରଗଛ ପାଲଟି ଯାଇଛି। କ୍ରୀଡ଼ାଠୁ ଆରମ୍ଭ କରି ଶିକ୍ଷା, ପ୍ରତିଟି କ୍ଷେତ୍ରରେ ନାରୀ ଆଜି ଅଗ୍ରୀଣ। ଏହି ପୁରୁଷମୟ ସମାଜରେ ନାରୀର ଅସ୍ତିତ୍ୱ କେବେ ମିଳିବ ମୁଁ ଜାଣେନା। ନାରୀ ପୁରୁଷର ନିକିତିରେ କର୍ତ୍ତବ୍ୟ, ଦାୟିତ୍ୱର ଓଜନତାର ସମାନତା କେବେ ଆସିବ ସେ ବି ଜାଣେନା। କିନ୍ତୁ ଏତିକି ଜାଣିଛି, ଆଜିର ନାରୀ ଚାରି କାନ୍ଥ ଭିତରେ ନିଜ ଭାଗ୍ୟକୁ ନିନ୍ଦି କାନ୍ଦିବା ଛାଡ଼ିଛି। ଆଉ ନିଜ ଭାଗ୍ୟ ନିଜ ହାତରେ ଲେଖିବା ଶିଖିଛି। ଆଜିର ନାରୀ ନିଜ ଭାଗ୍ୟ ନିଜ ହାତରେ ଲେଖିବା ଶିଖିଛି।